ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ 110ତମ ଜୟନ୍ତୀ ପାଳିତ। ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ର ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ଅନୁଷ୍ଠାନ। ତାଙ୍କର ସାଲିସବିହୀନ ସାମ୍ବାଦିକତା, ସ୍ପଷ୍ଟବାଦିତା ଓ ନିର୍ଭୀକତା ପାଇଁ ସେ ଅନ୍ୟାନ୍ୟ ବାଛିତ ଥିଲେ ବୋଲି ଆଜି ଅନୁଷ୍ଠିତ 110ତମ ଜୟନ୍ତୀ ସଭାରେ ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆ ଯୋଗଦେଇ ସାମ୍ବାଦିକତା ଓ ତାଳଚେରର ସମସ୍ୟା ପାଇଁ ସବୁବେଳେ ଚିନ୍ତା କରୁଥିବା ସ୍ୱର୍ଗତ ଦିବାକର ମିଶ୍ରଙ୍କ ନୀତି ଆଦର୍ଶ ତାଳଚେରବାସୀଙ୍କ ପାଇଁ ଏକ ଅଭୁଲା ସ୍ମୃତି ବୋଲି ପ୍ରକାଶ କରିଥିଲେ। ଏଥିସହିତ ଏହି ଜୟନ୍ତୀ ସଭାରେ ତାଳଚେରର ଅନେକ ବୁଦ୍ଧିଜୀବୀ, ବ୍ୟବସାୟୀ, ସାମ୍ବାଦିକମାନେ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ମିଶ୍ର ତାଳଚେରର ସେତେବେଳେ ଜଣେ ମୁରବୀ ସ୍ଥାନୀୟ ବ୍ୟକ୍ତି ଥିବା ହେତୁ ଏବେ ତାଙ୍କର ଅନୁପସ୍ଥିତିଆ ସମଗ୍ର ସହରବାସୀଙ୍କ ପାଇଁ ଶୂନ୍ୟସ୍ଥାନ ହୋଇ ରହିଛି ଏବଂ ସହରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଉ ସେଭଳି କେହି ଖୋଲାଖୋଲି ଭାବରେ ପ୍ରଶାସନ ହେଉ କିମ୍ବା ରାଜନେତା ଓ ବିଭିନ୍ନ ସଂସ୍ଥାକୁ ତାଗିଦ କରିପାରୁନାହାନ୍ତି ବୋଲି ପ୍ରକାଶ କରିଥିଲେ। ସେ ଜଣେ ନିର୍ଭୀକ ସାମ୍ବାଦିକ ସହ ଏକାଧାରରେ ଉଚ୍ଚକୋଟୀର କାର୍ଟୁନିଷ୍ଟ, ସ୍ତମ୍ଭକାର ଓ ଉଚ୍ଚ ଚିନ୍ତାଶୀଳ ବ୍ୟକ୍ତି ଥିବେ ବୋଲି ମତସଭାରେ ମତ ପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତାଳଚେର ସହରର ବଡ଼ବଜାର ସ୍ଥିତ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ଜୟନ୍ତୀ ସଭାରେ ସାମ୍ବାଦିକ ବିରଜା ମିଶ୍ର, କେଶବ ଭୂତିଆ, ବିଜେଡି ଜିଲ୍ଲା କୋଷାଧ୍ୟକ୍ଷ, ବାନାମ୍ବର ଭୂତିଆ, କାଉନସିଲର ଆସିଫ ଖାଁ, ଯଶୋବନ୍ତ ମିଶ୍ର, ସନ୍ତୋଷ କୁମାର ବେହେରା, ବାବୁନି ସ୍ୱାଇଁ, ଜ୍ୟୋତିରଞ୍ଜନ ଦାସ, ବଳରାମ କୁଣ୍ଡ, ଦିଲ୍ଲୀପ ପାଣି, ଜିଲ୍ଲା ବିଜେପି ସମ୍ପାଦକ ପ୍ରକାଶ ମହାରଣା, କଂଗ୍ରେସ ନେତା ବଜରଙ୍ଗ ଅଗ୍ରୱାଲ, ଶିକ୍ଷାବିତ ବିଭୂତି ମିଶ୍ର, ସ୍ମୃତି କମିଟି ସଂଯୋଜକ ତପନ କୁମାର ମହାରଣା, ରାମଚନ୍ଦ୍ର ଭୂତିଆ, ଭାଗୀରଥ ମହାପାତ୍ର, ପ୍ରକାଶ ସାହୁ, ପ୍ରଦୀପ ମହାରଣା, ତାଳଚେର ମ୍ୟୁନିସିପାଲିଟି ପକ୍ଷରୁ ବଡ଼ବାବୁ ଚିତ୍ତରଞ୍ଜନ ସାହୁ, ବୁଧିଆ ଭୂତିଆ, ଅବୁ ଖାଁ, ବଣିକ ସଂଘର ସଦସ୍ୟ ପ୍ରଦୀପ ସାହୁ, ଗୋବିନ୍ଦ ଭୂତିଆ, ସାମ୍ବାଦିକ ଦେବୀ ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ, ବ୍ୟବସାୟୀ, ଜନସାଧାରଣ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସିଟିଜେନ୍ ଫୋରମର ସଂଯୋଜକ ଜିତେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ତାଳଚେର ପ୍ରେସ୍ କ୍ଲବଠାରେ ପ୍ରେସ୍ କ୍ଲବ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ସଂଘର ସାଧାରଣ ସମ୍ପାଦକ ଡକ୍ଟର ରଶ୍ମିରଞ୍ଜନ ମିଶ୍ର ସ୍ୱର୍ଗତ ଦିବାକର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜୟନ୍ତୀ ସଭାରେ ତାଙ୍କ ସ୍ମୃତିଚାରଣ କରାଯାଇଥିଲା। ଏଥିରେ କ୍ଲବର କୋଷାଧ୍ୟକ୍ଷ ତପନ କୁମାର ମହାରଣା, ପ୍ରେମଦେବ ଦାସ, କାର୍ଯ୍ୟାଳୟ ସମ୍ପାଦକ ବିଜୟ ଦେବତା, ଅଜିତ ବେହେରା, ସମାଜସେବୀ କ୍ଷୀରୋଦ ସାହୁ, ଭାଗୀରଥୀ ମହାପାତ୍ର, ପ୍ରଦୀପ ମହାରଣା, ଗିରିଶ ଚନ୍ଦ୍ର ସାମଲ, ସୁନୀଲ ସିଂ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଭାବେ ପ୍ରେସ୍ କ୍ଲବରେ ଥିବା ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଳଚେରରୁ ପ୍ରଦୀପ କୁମାର ମହାରଣାଙ୍କ ରିପୋର୍ଟ, କଳିଙ୍ଗ ଫୋକସ।